ଆଜ୍ଞା ବିଜେପୁର ବରଗଡ଼ ରାସ୍ତାରେ ସମଲେଇପଦର ଛକ ଅଛି ଓ ଆଗକେ ଗୋଟେ ବିଜେପୁର ପାଖାପାଖି ଗୋଟେ ଆଦର୍ଶ ସ୍କୁଲ ଛକ ଅଛି ଗଣପାଲି ଆଜ୍ଞା ତ ସେଠାରୁ ଗଣପାଲିରୁ ଯଦି ଆପଣ ଯିବେ ବୋଲେ ଆମର 1.5 କିଲୋମିଟର ଭିତରେ ପଡ଼୍ସି ଆଉ ସମଲେଇପଦର ଆଡ଼କୁ ଗଲେ 3 କିଲୋମିଟର ଗାଁ ଭିତରକୁ ଯିବା ଯେ ସହଲା ଆଡ଼ୁ ଆସୁଛି କେନ୍ତା କରି ଆସିବା ସହେଲା ଆଡ଼ୁ ଆସିଲେ ମେନ୍ ରାସ୍ତାରୁ ମାତ୍ର 1 କିଲୋମିଟର ଆଜ୍ଞା ସେ ଆମର ସେଠାରେ ଗୋଟେ ଡମ୍ପିଂ ଆଡ଼ ଅଛି ବିଜେପୁର NSCର ଆଜ୍ଞା ସେ ତଳେ ରାସ୍ତା ଅଛି ସେଆଡ଼ୁ ଏ ଆସିଲେ ସମଲେଇପଦର ପାର୍ବତୀଗିରି ବୃଦ୍ଧାଶ୍ରମ ବିଲେଇପାଲି ଲେଖା আছে ଆଜ୍ଞା নমস্কার অস্মিতা আরম্ভ করছে তার স্বতন্ত্র কার্যক্রম পডকাস্টর আজির অতিথি অছন জলন্ধর পটেল আজ্ঞা কাଣା করসন সে গোটে মহান কাম করসন মহৎ কাম করসন কাଣା করসন ডিটেল জানমা তাকে পহলা স্বাগত করমা ଆଜ୍ଞା ଆପଣଙ୍କୁ ସ୍ୱାଗତ କରୁଛୁ ଓଡ଼ିଆ ଅସ୍ମିତାରେ। ଆଜ୍ଞା ନମସ୍କାର। କେନ୍ତା ଅଛନ୍ ଆଜ୍ଞା? একদম বঢ়িয়া আজ্ঞা আমি চাষী লোক চাষবাস করে খুশি রয়েছু ବହୁତ ବଢ଼ିଆ ଚାଷ କାମ ଯାହାର କେଡ଼େ ସୁଖ ତାହାର আজ্ঞা আজ্ঞা ସେଟା ଭୁଲ ହଉ କି ଠିକ୍ ହଉ କିନ୍ତୁ ଲେଖା ତ ହେଇଛି ଚାଷ বাকি যেনটা বি হো লোকর মুহে গোটে দানা দেই পারুছে চাষী সেটা গোটে বহুত বড় আমার লাগে ଆଜ୍ଞା କେତେ ଖୁସି ଥିଲେ ତାଙ୍କର ବିଷୟରେ ଆଉ ଟିକେ ଜାନ୍ମା ସେ ଚାଷ କରିକରି ବିଶେଷ କରି ଫୁଲ ଚାଷ କରସନ୍ ଆଉ ପନିପରିବା ଚାଷ କରସନ୍ ସେ ଚାଷ କରିକରି ଗୋଟେ ବୃଦ୍ଧାଶ୍ରମ କରିଛନ୍ ହଁ ଆଜ୍ଞା ବୃଦ୍ଧାଶ୍ରମ ଯେନ୍ଟାକି ଯେନ୍ ପୁଅ ବୋହୂମାନେ ପୁଅ ଝିମାନେ ତାଙ୍କର ବାପାମାନଙ୍କୁ ମାଆମାନଙ୍କୁ ନା ପଛରେ କରି ଛାଡ଼ି ଦେସନ୍ ସେମାନଙ୍କୁ ତାଙ୍କୁ ଯତ୍ନ କରସନ୍ ଆଉ ତାଙ୍କର ଅନ୍ତିମ ସତ୍କାର ଯାଏ ସେ ପାଳନ ପୋଷଣ ଭରଣ ପୋଷଣ ସବୁ କିଛି କରସନ୍ ସେ ଦାୟିତ୍ୱ ନେଇଛନ୍ ମୂଳରୁ କେନ୍ତା କରି ଭାବନା ଆସିଲା ଏତ୍କି ମହତ୍ ଭାବନା ପଚରାମା ତାଙ୍କୁ ଆଜ୍ଞା କେବେ ଆରମ୍ଭ କରିଥିଲେ ବୃଦ୍ଧାଶ୍ରମଟା ଆଜ୍ଞା ବୃଦ୍ଧାଶ୍ରମ ପରିକଳ୍ପନା ଥିଲା ଆମର 2005 ଆଜ୍ଞା ତାପରେ 2007 କେ ଆମେ ଗୋଟେ ଅନୁଷ୍ଠାନରେ ରେଜିଷ୍ଟ୍ରେସନ କଲୁ ମାନବ କଲ୍ୟାଣ ବିକାଶ କେନ୍ଦ୍ର ନାଁରେ ତାପରେ ଆମର ଗାଁରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହିଷୀ ମହିଳା ପାର୍ବତୀ ଗିରିଙ୍କର ଜନ୍ମ ସ୍ଥାନ ସମଲେଇପଦ ବିଜେପୁର ବ୍ଲକ ତାଙ୍କର ମୁଖ୍ୟ କରି ଅନୁପ୍ରାଣୀ ଦେଇଛେ ତାଙ୍କର ଘର ଆମର ଘର ପାଖେ ପାଖେ ଏପରିକି ତାଙ୍କର ଘର ବାଟୁ ହିଁ ଆମେ ଆମର କ୍ଷେତକେ ଯାଇସୁଁ ପ୍ରାୟ ସେ ଯେତେବେଳେ ହସାହସି କରନ୍ ଗାଁକେ ତାଙ୍କର ବାଇର ବାଟୁ ଯାଇସୁଁ ଅନେକ ଥର ତାଙ୍କର ସାଙ୍ଗେ ସାକ୍ଷାତ ଦେଇଛେ ଭେଟ ପଡ଼ିଛେ କଥାବାର୍ତ୍ତା ହେଇଛେ ତ ଆରମ୍ଭ କେନ୍ତା କରି କଲେ କେନ ଆଣିଲେ ଏନ୍ତା ବରିଷ୍ଠ ନାଗରିକମାନଙ୍କୁ ସେଥିରେ ତ କିଛି ଗୋଟେ ଥିବା ନାହିଁ ଆଜ୍ଞା ଆଜ୍ଞା ସେଟା ଆମର ଦର୍ଶକମାନଙ୍କୁ ଟିକେ ବତାଉ ଆଜ୍ଞା ଆମେ ଆମର ଗୋଟେ କ୍ଲବ୍ ଅଛି ଟୋଟାଲ ସମଲେଇପଦର ଗାଁରେ 9 ଜଣ ସ୍ୱାଧୀନତା ସଂଗ୍ରାମୀ ଥିଲେ ତାଙ୍କ ନାଁରେ ଗୋଟେ ସଂଗ୍ରାମୀ କ୍ଲବ୍ କରାହେଇଛି ଆଉ ସେଥିରେ ସଭାପତି ମୁଇଁ ଥିଲି ଆଜ୍ଞା ଆଉ ପ୍ରତିବର୍ଷ ପାର୍ବତୀଗିରିଙ୍କ ଜନ୍ମଦିନ ପାଳନ କରାହେସି ଗାଁରେ ଜାନୁଆରୀ 19 ତାରିଖ ଆଉ ସେହି ଦିନ ପାଖର ଯେତିକି ଦୁସ୍ଥ ଦରିଦ୍ର ଅସହାୟ ବରିଷ୍ଠ ନାଗରିକମାନଙ୍କୁ ଆସିକରି ଆମେ ସମ୍ମାନିତ କରିକିରି ଉପଢୌକନ ଦଉଁ ସେ ଟାଇମ୍ ତ ସେ ଜିନିଷଟା ଆକ୍ଚୁଆଲି ସିଲେକ୍ସନ୍ କରିବାଟା ମୁଇଁ ଯାଏ ସବୁ ଗାଁ ପାଖର ଗାଁ ମାନଙ୍କୁ ତ ସେନୁ ଦେଖିକି ଆମେ ଅନେକ ଲୋକ କିଏ କାହାର ପିଣା ତଳେ ଶୁଉଛି କିଏ ଜରି ଦେଇକିରି ଘର ବନେଇଛେ ଶୁଉଛି ଆଉ ଏଇ ବର୍ଷ ଆମେ ଯଦି 20 ଲୋକକୁ ଆଣିଲୁ ଆରଥର ସେନକେ ଫେର ସେ ଗାଁକେ ଗଲାବେଲେ ସେଥିରେ ବହୁତ ଲୋକ ନେଥର ମରିଯାଇଥିଲେ ତ ତାଙ୍କର ସେ ଦୟନୀୟ ଅବସ୍ଥା ଦେଖିକିରି ତାଙ୍କୁ ସଙ୍କଲା ଗୁଟଲା କରବାର୍ ଲୋକ ନେଇ ପାଣି ଦେବାର୍ ନେଇ ସେମାନେ ବହୁତ ଅସହାୟ ଅପ୍ରୀତିକର ପରିସ୍ଥିତିରେ ଜୀବନଯାପନ କାଟବାର ମୁଇଁ ଦେଖିଛେ ତାପରେ ମୁଇଁ ମୋର ସ୍ତ୍ରୀ ସାଙ୍ଗେ ଆମେ ଆଲୋଚନା କଲୁ 2 ଜଣ ଯେ ଆମେ ଦିନେ ଆଣିକିରି ଲୋକକୁ ଖାଇବାର ପିଇବାର୍କେ ଦେଇ ନେଉଛୁ କପଡ଼ା ଲତା ଦେଉଛୁ ବାକି 364 ଦିନ ମାନେ କେନ୍ତା ରକମ କାଟୁଛୁ ବୋଲି 2 ଲୋକ ଗୋଟେ ବିଚାର କଲୁ ଆଉ 2015 ଗୋଟେ ଜାଗାଟେ ମାନବ କଲ୍ୟାଣ ବିକାଶ କେନ୍ଦ୍ର ନାଁରେ କିଣିଲୁ ଗୋଟେ 78 ଡିସିମିଲ ଆଉ ସେଠାନେ ସେ ଆଶ୍ରମଟା ଆରମ୍ଭ କଲୁ ସେତେବେଳେ ଗୋଟେ କୁଡ଼ିଆ ବାଗିର ଘର ହେଇଥିଲା ଟିନେ ଆମେ ପହଲା ଯାଉଥିଲୁ ସେତେବେଳେ ଯେତେ ଆପଣଙ୍କର ସାଙ୍ଗେ ଯେତେବେଳେ ଆମର ସଂସ୍ପର୍ଶରେ ଆଇଛୁ
ହଁ କଥା ଆଉ ପହଲା ତ ଲୋକ ଆମକୁ ନାଇଁ ଜାନିଥେं ଆଜ୍ଞା ବାକି ବହୁତ ଲୋକ ଯାଇଛନ୍ ପହଲା ତ ଆମର ସୁବ୍ରତ ବିରତିଆ ଯିଏକି ଆମର ଇହାଜିନି ଓଡ଼ିଆ ଅସ୍ମିତା ଚ୍ୟାନେଲ୍ର ମୁଖ୍ୟ ସେ ଯାଇକରି ସେ ଜାଗାକେ ହାଇଲାଇଟ୍ କରିଛନ୍ ସୋସିଆଲ୍ ମିଡ଼ିଆରେ ଛାଡ଼ିଛନ୍ ପ୍ରଚାର ପ୍ରସାର କରୁଛନ୍ ତାଙ୍କର ଲାଗି ବି ବହୁତ ଲୋକ ସେ ଜାଗାକେ ପହଲା ଜାନିକିରି ଯାଇଛନ୍ ଆର୍ ଇହାଜିନି ବି ବହୁତ ଲୋକ ଯାଉଛନ୍ ଆଜ୍ଞା ସେଟା ଆପଣ ଆମର ନାଁ ଧରିଲେ ସେଟା ଆପଣଙ୍କର ମହାନତା ଏ କିନ୍ତୁ ସେଟା ବି ଗୋଟେ ସଂଯୋଗ ଥିଲା ଆମେ ଆପଣଙ୍କୁ କହିଦେଉଛୁଁ ଯେ ବର୍ଷା ହେଉଥିଲା ଦିନେ ଇନ ଆମର ଅଫିସ୍ ସାମ୍ନାରେ ବହୁତ ଲୋକ ଆଶ୍ରୟ ନେଇଥିଲେ আর ସେହି ପାର୍ବତୀଗିରି ଯେନ୍ ବୋଲଛନ୍ ପାର୍ବତୀଗିରିଙ୍କର ନାତେନ୍ ବି ସେନ ଆଶ୍ରୟ ନେଇଥିଲେ ଆଉ ସେ ତାଙ୍କର ସାଙ୍ଗେ ଆମର ପରିଚୟ ଆଗରୁ ଥିଲା ତ ତାଙ୍କୁ ପଚାରିଥିଲୁ ଯେ ତୁମର ଗାଁରେ ଗୋଟେ ଆଶ୍ରମ ଅଛେ ତାଙ୍କର ଫୋନ୍ ନମ୍ବର ଅଛେ କେଁ ଆଉ ସେ କେନ୍ତା କରି ଚଲାସନ୍ କାଣା ବୋଲି ଆମେ ସେ ତାଙ୍କର ଥ୍ରୋରୁ ହିଁ ପାଇଥିଲୁ ଯୋଗାଯୋଗ ନମ୍ବରଟା ଆଉ ତାର ଆର ଦିନ ଯାଇଥିଲୁ ଆମେ ଆଶ୍ରମକେ ତାরপরে ধীরে ধীরে করে আমার সম্পর্ক বড়িছে তো কেন্তা করে পরিচালনা করুলে আজ্ঞা আমার দর্শক মানুষ জানবার লাগে ଆଜ୍ଞା ମୁଇଁ ନୂଆ ଗୋଟେ ଜିନିଷ କହିବାର୍ ଲାଗି ଚାହୁଁଛେ ଆଜ୍ଞା ଯେ ଆମେ ଖାଲି ଘରୁ ଯେନ୍ମାନଙ୍କର ପୁଅ ବହ ଝି କ୍ଷତି ନଉଛନ୍ ସେନ୍ତା ଲୋକ ନାଇଁ ତାର ସାଙ୍ଗେ ସାଙ୍ଗେ ସମାଜରେ ଏନ୍ତା ଲୋକ ଅଛନ୍ ଯେନ୍ମାନଙ୍କର କିଏ ନେନ ଆଜ୍ଞା ପୁରା ନିଃସହାୟ ନିରଶ୍ରାୟ ଲୋକ ଆଜ୍ଞା ସେନ୍ତା ଲୋକ ବହୁତ ପରିମାଣରେ ଅଛନ୍ ଆମର ଏଟା ନାଇଁ ଆଉ ଫ୍ୟାମିଲି ବାଲା ଯେନ୍ମାନଙ୍କୁ ଘରୁ କ୍ଷତି ଖୁଦା ନେଇଛନ୍ ହେନ୍ତା ଲୋକ 4-5 ଲୋକ ଥିବେ ଆଉ ଆମେ ଚେଷ୍ଟା କରସୁଁ ଯେ ବହୁତ ଲୋକକୁ କାଉନସିଲିଂ କରିକିରି ଏ ବର୍ଷ 3 ଜଣକୁ ମୁଁ ତାଙ୍କର ଫ୍ୟାମିଲି ନିକେ ପଠେଇଛେ କାଉନସିଲିଂ କରିକି ତାଙ୍କର ଫ୍ୟାମିଲି ସାଙ୍ଗେ ମେସେଜ ନେସୁଁ ବଢ଼ିଆ ବହୁତ ବଢ଼ିଆ କଥା କହୁଥିଲେ ଆଜ୍ଞା ବୃଦ୍ଧାଶ୍ରମଟା ବନାବାରଟା ଗୋଟେ ଏଇଟା ବଡ଼ଟେ କଥା ନୁହେଁ ସେ ଭଲ କଥା ନୁହେଁ ସେଟା ଶୁଭଙ୍କର କଥା ନୁହେଁ ସେ ଆଶ୍ରମ ବନ୍ଦ ହେଇଗଲେ ଭଲ ହେ ବୋଲି ଆମେ ଆପଣ ବି କହସନ୍ ମୁଇଁ ବି କହେସି ଏଥିର ଉପରେ କାଣା କହିବେ ଆପଣ ନାଇଁ ଆଜ୍ଞା ଠିକ୍ କହୁଛନ୍ ବାକି ଯେନ୍ମାନଙ୍କର ଫ୍ୟାମିଲି ଅଛେ ବହୁତ ଜମି ବାଡ଼ି ବାଲା ଲୋକ ବି ଆସନ୍ ଆଜ୍ଞା ଆସନ୍ 2 ଦିନ 4 ଦିନ ମୁଇଁ ତାହା କାହାକେ ନେଇ ନେବ ନା 2 ଦିନ 4 ଦିନ ରହିଲା ପରେ ତାଙ୍କର ମାଇଣ୍ଡ ଚେଞ୍ଜ ବି ହେସି ଆଉ ସେମାନେ ଘରକେ ବି ଆସନ୍ କାଉନସିଲିଂ କରା ନାଇଁ ଲାଗେ ଆଉ ଅନେକ ଲୋକକୁ କରା ଲାଗ୍ସି ଆଉ କେତେ ଜାଗାରେ ଆମେ ଫେଲ୍ ବି ହେସୁଁ ସବୁ ତ ସଫଳ ନାଇଁ ହେଇପାରୁ ଆଜ୍ଞା ତ ଯାହାର କିଏ ନାଇଁ ଆଜ୍ଞା କାହାର ଗୋଡ଼ ନାଇଁ ଚଲୁଥାଏ ହାତ ନାଇଁ ଚଲୁଥାଏ ଲାଷ୍ଟ ଟାଇମ୍ରେ ତ ଅନେକ ଫେର୍ ଛୁଆ ବାଗିରି ହେଇଯାସନ୍ ଆମର ବରିଷ୍ଠ ନାଗରିକମାନେ ଆଜ୍ଞା ତ କେନ୍ତା କରି ଯତ୍ନ କରସନ୍ ଆଜ୍ଞା ଆଜ୍ଞା ଏମାନେ ପୁରା ଛୁଆ ନାଇଁ ଆଜ୍ଞା ଇହା ଜିନି ଯେନ୍ କଥା କହିଥିବେ ଆର୍ କାହାକେ ପାଶରି ନାଇଁ ଆଉ ଆକ୍ଚୁଆଲି ଥି ମୋର୍ ପରିବାର ପୁରା ସଂଶ୍ଳିଷ୍ଟ ଅଛନ୍ ଆଶ୍ରମରେ ହେଲେ ମୁଇଁ ଚଲେଇ ନା ପାରୁ ମୋର ସ୍ତ୍ରୀ ମୋର ପୁଅ ଝିଅ ସମସ୍ତେ ଆମେ ପୁରା ସେଟା ଏଇଟା ତ ଷ୍ଟାଫ୍ ରଖିକିରି କାମ କରବାର ନୁହେଁ ସେଇଟା ସେବା ଭାବନା ହେଲେ ଯେ କରିହେବା ଆଉ ମୁଇଁ ସାର୍ ଗୋଟେ ମଧ୍ୟବିତ୍ତ ଶ୍ରେଣୀର ଚାଷୀ 4-5 ଏକର ଜମିନ୍ ଅଛେ ଆଉ ମୁଖ୍ୟ ଚାଷଟା ମୋର ଗଞ୍ଜା ଫୁଲ ଆଉ ଗଞ୍ଜା ଫୁଲ ଚାଷ କରିକିରି ଯେନ୍ ଇନକମ୍ ହେସି ସେଠି ମୁଖ୍ୟ କରି ଆଶ୍ରମ ଚଲ୍ସି ତାର ସାଙ୍ଗେ ସାଙ୍ଗେ କିଛି ବଦାନ୍ୟ ବ୍ୟକ୍ତି ଅଛନ୍ ଯେନ୍ମାନେ କି ତାଙ୍କର ବାର୍ଥଡେ ମ୍ୟାରେଜ୍ ଆନିଭର୍ସରୀ କିଏ କାହାର ଶ୍ରାଦ୍ଧ ବାର୍ଷିକ କରିଗଲା ଏନ୍ତା ହିସାବରେ କେନ୍ ଛୁଆର ଯୋ ଏକ୍ସିଆ କଲା କାଣା କଲା ଏନ୍ତା ହିସାବରେ କିଛି ଦାନ ବି କରସନ୍ ବାକି ଆମେ ଟିକେ କାହାକୁ ନାଇଁ ମାଗୁ ସ୍ୱଇଚ୍ଛାରେ ଯେ ଦେଲା ଭଲ୍ ନାଇଁ ମାଗୁ ବରଂ আমার পাখে পয়সা নাই দিলে করজ বি হেসি পরে সেটা শুষু আমি কেনসি হিসাবে চাষবাস বাহার করি আগ ডাক্তারখানা নেবারকে বহুতটি অসুবিধা হোলা আমি যেতবে যাওলু কিছু ডাক্তার মানুষ নেইকি বি যাওলা যেতবে আমি স্বাস্থ্য পরীক্ষা মানে করুলা কিন্তু ସବୁদিন সেটা সম্ভব নুহে সে গোটে হঠাৎ কি গোটে অসুস্থ হয়ে গলা কেনতা করে সেটা ইহাতে নৌছন ডাক্তারখানা আগো সার মোটর সাইকেলরে মুই গোটে ববা কি বড়িকে বসাউলি তার সঙ্গে পছাড়ে ফের যাহাকে আমার ফ্যামিলির কিংবা যাহা যে গোটে বরকস লোক গোটে বসে তাহাকে ধরিকি অনানিয়া করুছিল হসপিটালকে নেলা বেলে ইহা যিনি 1.5 বড় সাড়া হচ্ছে আমার বরগড় SBI কে অনুরোধ করবার লাগি সেমানে আমকু গোটে অটোটে দিয়েছেন টেম্পু আশ্রমকে ডোনেট করেছেন ফ্রি পুরা সেটা হেলা পরে আমকু টিকে মনে টিকে সুবিধা হচ্ছে যেমতি লাগি আমি এমানকু থরিকে 2 জন 3 জন বি নেই পারুছু রাত্রি 12 বাজিলে বি কাকে দেহ অসুস্থ ହେଲା ବେଲେ ସାଙ୍ଗେ ସାଙ୍ଗେ ହସ୍ପିଟାଲ ନେଇପାରୁଛୁ ଆଶ୍ରମର କିଛି ସାମାନ ବି ଆଣିପାରୁଛୁ ସେଠି ଟିକେ ହାଇଲି ଟିକେ ରିଲାକ୍ସ ଅଛୁ ରାସ୍ତା ବି ସେ ଜାଗାକେ ଭଲ ନାଇଁ ଥାଏ ଏହା ପ୍ରାୟ ପ୍ରାୟ ରାସ୍ତା ବି ଭଲ ହେଇଗଲା ନ ଆଗ ଖାଲ ଢିପ ରାସ୍ତା ଥାଏ ବର୍ଷା ରେ କାଦୁ କୁଦା ବି ହେଇଯାଏ ନାଇଁ କି ଆଜ୍ଞା ଲାଇନ ବି ନାଇଁ ଥାଏ ହଁ ଲାଇନ ସୋଲାର ରେ ଚାଲିଥିଲା ଆଜ୍ଞା ଆଜ୍ଞା ତ କେତେ ଜଣ ଅଛନ୍ ଇହାଦେ ଇହାଦିନେ ଆଜ୍ଞା ଆମର ଏନୁ ବବା ଅଛନ୍ 15 ଜଣ ଆଉ ବଡ଼ି ଅଛନ୍ 14 ଜଣ ଆଉ ଷ୍ଟାଫ୍ ଜଣ ଅଛନ୍ ଯିଏକି ରୋଷେଇ ରୁଷା କରସନ୍ ସେ ଉଷା ପୁରୀ ଅଛନ୍ ସେ ଅଛନ୍ ପହିଲାରୁ ଅଛନ୍ ମହାନ୍ତି ବର୍ଷ ସେ ବି ପୁରା ସହଯୋଗ ଆଜ୍ଞା ଆଜ୍ଞା
ସହଯୋଗ କରସନ୍ ଆଉ କିଛି ତାକୁ ଦେସୁଁ ବି ଆଜ୍ଞା ପାରିଶ୍ରମିକ ମନ୍ଥଲି। କିଛି ତ ଦିଆ ପଡ଼ବା ଯେନ୍ତା କଲେ ହଁ। ଏଇଟା କଥା ହଉଥିଲା କେତେ ଜଣ ଆରମ୍ଭ କେତେ ଜଣରୁ କହିଥିଲେ ଆଜ୍ଞା? ଆରମ୍ଭ ଆମର 5 ଜଣ ରହିଥିଲା ଇହାଦେ 25-26 ଜଣ 29 ଅଛନ୍ 29 ଜଣ ଅଛନ୍। ଆଜ୍ଞା। ତ ଆଗରୁ ଘରର ଅସୁବିଧା ଥିଲା? ବହୁତ ଥିଲା ଘରର ଅସୁବିଧା ଆଜ୍ଞା। ମୁଇଁ ମୋର ନିଜର ପଇସାରୁ ଯେନ୍ ଘରଟା ବନେଇଥିଲି ସେଠି ଏକ୍ଜାକ୍ଟ 12 ଜଣରୁ ଏକା ରହି ନା ପାରୁଥେଁ। ଆଜ୍ଞା। ଉପର ଟିନ୍ ଚାଦର ବି ଥିଲା? ହଁ ଉପର ଟିନ୍ ଚାଦର ଥିଲା, ବାଉଁଶ ଲଗା ହେଇକି ଆଜି ସେ ଘରଟା ଭାଙ୍ଗବାର ସ୍ଥିତିରେ ଅଛି। ଆଉ ଲାଇନ୍ ନାଇଁ। ଇହାଦେ ତ ଟିଭି ବି ହେଲାନ, ଇନଭର୍ଟର ବି ହେଲାନ, ଆଜ୍ଞା। ଟିକେ ରହିବାର ଲାଗି କମ୍ ସେ କମ୍ 40-50 ଜଣଙ୍କ ରହିବାର ବ୍ୟବସ୍ଥା ବି ହେଇଗଲାନ, କିନ୍ତୁ ଦୈନନ୍ଦିନ ଯେନ୍ ଖର୍ଚ୍ଚ ଅଛେ ସେଟା ବହନ କରବାର ଲାଗି ଟିକେ କଷ୍ଟ ହଉଥିଲା। ହଁ ଆଜ୍ଞା। ଆଉ ଗୋଟେ କଥା ଆଜ୍ଞା, ହଁ ମୋତେ ପହେଲା ମେଡ଼ିସିନ ବାବଦ ନେଇକରି ପ୍ରତି ମାସ 15,000 ରୁ 20,000 ଟଙ୍କା ଘିନା ଲାଗୁଥିଲା। ଆଜ୍ଞା। ଓଲ୍ଡ ଏଜ୍ ମାନେ ବୁଢ଼ା ବୁଢ଼ୀ ମାନେ ସମସ୍ତଙ୍କର ଦିହେ କିଛି ନା କିଛି ଗୋଟେ ରୋଗ ଅଛି। ମନୁଷ ହଁ। ମାନେ ରୋଗ ରହିବା। ଆଉ ମେଡ଼ିସିନ ନାଇଁ ହେଲେ ତ ମନୁଷ ଆମେ କେହି ନା ଚଲୁ, ସଭେ ପୁରା ହଉଛୁ। ଇହା ଜିନି ମୁଁ ଏଇଟା ଗୋଟେ ଏବେ ଗୋଟେ ଆମର ଗୋଟେ ପ୍ରୋଗ୍ରାମ ହେସି ମନ୍ କି ବାତ୍ର ଆକ୍ଚୁଆଲି ସେ ନରେନ୍ଦ୍ର ମୋଦି ଆଜ୍ଞା ଆଜ୍ଞା କୁକୁଟି ଗୋଟେ ଲେଖିବି କାଁ ବୋଲି ଭାବସି, ବାକି ମୁଁ ଟିକେ ହେତେ ମୋ ପାଖେ ଟାଇମ୍ ନାହିଁ। ଆଜ୍ଞା। ସେ ଗୋଟେ ଜନୌଷଧି ବୋଲି ଗୋଟେ ଦୋକାନ ଖୋଲିଛନ୍ ପ୍ରତି ପ୍ରାୟ ଟାଉନ୍ ମାନଙ୍କୁ ଅଛି। ଆଜ୍ଞା। ସେଟା ହେଲା ପରେ ମୋର ଖର୍ଚ୍ଚା ମେଡ଼ିସିନର କିଛି ନା ହେଲେ ବି 80% କମିଯାଇଛି। ଏଇଟା ଗୋଟେ ବହୁତ ବଢ଼ିଆ କଥା କହୁଥିଲେ ଆଜ୍ଞା, ଯେନ୍ଟାକି 15,000 ଖର୍ଚ୍ଚା ହେଉଥିଲା ସେଟା 80% କମିଯାଇଛି ଜନଷଧିର, ଆଉ ସେହି ସମାନ କାମ ଦେଉଛି ବୋଧେ। ବିଲକୁଲ ବିଲକୁଲ ଆଜ୍ଞା। ଏହା ଜିନି ଆମର ଏନ ହାର୍ଟର 2-3 ଜଣ ଅଛନ୍, ପ୍ରୋଷ୍ଟେଟ୍ର ଅଛନ୍, କ୍ରିଟିନିର ସମସ୍ତଙ୍କର ମେଡ଼ିସିନ। ସୁଗରର ବି ଥିବେ, ବିପିର ବି ଥିବେ। ନାଇଁ ସୁଗର ନାଇଁ ନ କାହାରିଟା ଆଜ୍ଞା, ବିପିର ଅଛନ୍। ବିପି ଅଛି ସମସ୍ତଙ୍କର ମେଡ଼ିସିନ ମୁଇଁ ବରଗଡ଼ ଯେବେ ବି ଆସିଲେ ହେନ୍ତା 500-700 ଟଙ୍କା ମେଡ଼ିସିନ କିଣିକି ନେସି। ତ ଗଞ୍ଜା ଫୁଲ ଚାଷ କରସନ୍ ଆଜ୍ଞା। ତ ଗଞ୍ଜା ଫୁଲର ଏଇଟା ବିହନଟା ଆସି କିନ ଚାରା ଆସି କିନ ଆଜ୍ଞା? ଆଜ୍ଞା ଗଞ୍ଜା ଫୁଲ ଚାରାଟା ଆମେ କଲିକତାରୁ ମଗାସୁ। ଆମର ପାଖେ ବର୍ଷର 12 ମାସ ସବୁଦିନ ଗଞ୍ଜା ଫୁଲ ବାହାରସି। ବରଗଡ଼ କି ଯେନ୍ଟା ହଁ। ଆସି ଆଉ କିନକେ ପଠାସନ୍ ବାହାରଆଡ଼େ? ହଁ ଆଜ୍ଞା। ବରଗଡ଼ ଆସି, ବଲାଙ୍ଗୀର ଆସି, ସମ୍ବଲପୁର ଆସି। ତ ଏଇଟା କେନ୍ ଭେରାଇଟିର ଫୁଲ ବୋଲସନ୍ ଆଜ୍ଞା? এটা একচুয়ালি আমার গোটে বাসন্তী ভেরাইটি আছে, ହଁ ହଁ। সেটা জগাসু। আর যেন মানে এহাতে ধান চাষ করছন নিরাশ হয়ে গেলেন তাহাଙ୍କୁ কাଣା কহবারকে চাহিবে আপন? একচুয়াল ধান চাষ বি ঠিক জিনিস এখানে সরকার যেহেতু আমাকে কিছু বোনাস দিছে। এবে এবে মুই বিকিছে ধান আজ্ঞা 250 প্যাকেট এটা বিকিছে আমার কার্ড হয়েছিল। মার্কেটর ব্যবস্থা ভিত্তিভূমি টিকে নাই ন ঠিক, আমি সেটাকে স্বীকার করা পড়বা। বহুত ধান ভিজি যাচ্ছে, অদিনিয়া বর্ষা হচ্ছে, তো সেমানকু খালি ধান চাষ করি করি আউ বি কিছু করবার লাগি? হ্যাঁ নাই আজ্ঞা। মুই দেখুছি যে আমার আমার যে ফ্রুট টাইপর গছ আছে, ফুল ফল, বি ফল, যোগ, হ্যাঁ, ফল গছ হ্যাঁ। যেটাকি আম আছে, মায়া মায়া বি আছে, ଅଛି, ହଁ। লেম্বু আছে, পণস আছে, অনেক রকমের ভ্যারাইটি জাম আছে। এসব জিনিস জগাইকি আমি কিছু আর্নিং করি পারমা, যেটাকি আমার ন্যাচুরাল জৈবিক পরিবেশর দেন। আজ্ঞা। ଆମେ ଦେଖୁନ୍ ଖଜୁର ଖାଇଗଲା, ଜାମ୍ ଖାଇଗଲା, କିଛି ଉଷ ନାଇଁ ଲାଗେ, ସାର ନାଇଁ ଲାଗେ, ଖାଲି ଜଗାଇ ନେଲା ମାନେ ମ୍ୟାଟ୍ ଭିତରୁ ତାର ସେ ସାର ପାଏନ୍ ତାର ଯେନ୍ଟା ଦରକାର ସେ ଘିଚିବା ଆଉ ଆମକୁ ଖାଇବାକେ ଦେବା, ଯେନ୍ଟାକି ମେଣ୍ଟେନାନ୍ସ ଜିରୋ। ଆଜ୍ଞା ଆଉ ଆମେ ଏବେ ଗୋଟେ ସେନ ଗୋଟେ ଆଶ୍ରମରେ ଗୋଟେ ପୋଖରୀ ଖୋଲିଛୁ। ଆଜ୍ଞା। ଆଉ ସେଠି ଆମେ କିଛି ହେନ୍ତା ଟାଇପ୍ର ଗଛ ଲଗାମୁ, ଯେନ୍ଟାକି ଆମର ଗ୍ରାଫ୍ଟିଂ ଜାମ୍ ଲଗାମୁ, ପଣସ ଲଗାମୁ, ଯେନ୍ଟାକି ସେନ ବବା ବଡ଼ି ମାନେ ବି ଆରାମସେ ଖାଇପାରବେ, ତରକାରୀ ବି ହେଇପାରବା। ବହୁତ ଉନ୍ନତ କିସମର ଭେରାଇଟି ମାନେ ଅଛି, ସେଠି ଲଗାଲେ କିଛି 2 ପଇସା ଲାଭ ମିଲୁଛି। ବହୁତ ବଢ଼ିଆ କଥା କହୁଥିଲେ ଆଜ୍ଞା, ଗୋଟେ ସକାରାତ୍ମକ ବାର୍ତ୍ତା। ତ ଆଜ୍ଞା ଆପଣ ଯେତେବେଲେ ପରିବାରର ସମସ୍ତେ ସାମିଲ ହେଉଛନ୍, ଆମେ ଦେଖିଛୁଁ ଶବ ସତ୍କାର ବି ପୁରା ପରିବାରର ସଦସ୍ୟ ବହିସନ୍, ଆପଣଙ୍କର ଯେ ଧର୍ମପତ୍ନୀ ଅଛନ୍ ସେ ବି କାନ୍ଧ ଦେସନ୍, ଆମେ ଯାହା ଜାଣିଛୁଁ। କେନ୍ତା ଲାଗ୍ସି ଆଜ୍ଞା ସେତେବେଲେ ଗୋଟେ ବୋବା କି ବଢ଼ି ଏତ୍କି ଦିନ ଥିସି ସାଙ୍ଗେ ଯେତେବେଲେ ଯାଇକି ଶବ ସତ୍କାର କରି କରି ଆସନ୍? ଆଶ୍ରମରେ ଯେତେ ଜଣ ବି ଅଛନ୍ ଆଜ୍ଞା, ଆଉ ବି ବାହାର ଲୋକ, ମୁଇଁ ସମସ୍ତଙ୍କୁ ଖୁସିରେ ରଖବାର ଲାଗି ଚେଷ୍ଟା କରସି। ଖୁସି ଆଜ୍ଞା ସମସ୍ତଙ୍କୁ ପଚରାସି ଯେ କେନ୍ତା ଟାଇପ୍ର ଜିନିଷ ଖାଇବେ, କାଣା ଅସୁବିଧା ହେଉଛି, ମୁଁ ଯେତେବେଳେ ବି ଗଲେ ସମସ୍ତଙ୍କର ବେଟ୍ ପଡ଼ିକିରି ପଚରାସି। ଆଜ୍ଞା। ଆଉ ସେମାନେ ପୁରା ଆମର ପରିବାର, ମୁଇଁ ତାଙ୍କର ମୁହଁ ସବୁବେଳେ ହସ ଦେଖାବାର ଲାଗି ଚାହେଁସି। ଆର୍ ବିଲକୁଲ ସମସ୍ତେ ଖୁସିରେ ଥିସନ୍ ଆଜ୍ଞା। ମୋତେ କାଁ ତାକୁ ତ କିଛି ଖଞ୍ଜା ନାଇଁ ଲାଗ୍ବାର, ସେମାନେ ଆରାମସେ ଖାଇବେ ପିଇବେ, ଟିଭି ଲାଗିଛେ, ପଙ୍ଖା ଲାଗିଛେ, କୁଲର ଲାଗିଛେ, କିଛି ଅସୁବିଧା ନାଇଁ। ଭୋଜନ କୀର୍ତ୍ତନ କରବାର ବ୍ୟବସ୍ଥା ବି ଅଛି। କୀର୍ତ୍ତନ ବି କରସନ୍, ଟିଭି ବି ଦେଖସନ୍, ବଢ଼ିଆରେ ଅଛନ୍ ପିଲା। ଯେ ଆମିଷ ଖାଇବାରକେ ଚାହିଁବା ଆମିଷ ବି ଦିଆଯାଏସି, ଯେ ନିରାମିଷ ନିରାମିଷ। ଏନ୍ତା କାହାକେ ବାଧ୍ୟ ନାହିଁ। ଆଜ୍ଞା। ଆଉ ସେମାନେ ମରିଗଲା ପରେ ଆମକୁ ଟିକେ ଦୁଃଖ ବି ଲାଗ୍ସି। ତାର ସାଙ୍ଗେ ସାଙ୍ଗେ ଆମେ
मोर स्त्री मुई मोर झील पुओ आम चारिजण ताको बोहिकी आसू बहुत भल लाग्सी जे आम गोटे पुण्य कामटे करूँ जेनटा कि बाहर मरीगले कि असुविधा आपण मैंने देखुवे जे लाश मैंने पड़ी केते खराब हो निश्चित भाव आम बोहिकी आसू बहुत खुशी लाग्सी आम एंता किसी जातिभेद नहीं एपरिक आम गाँव में मत हेन्ता जायदरू गोटे हिसाब से बासन नेदार कर आमर विजयपुर ब्लॉक जेन शिक्षित समाज आमर समाज लोग से डाक सम्मानित कले मत बहुत खुशी लगा सेटा समयार कथा है समयार कथा आम हेन्ता तो किसी जाति उपर बेसी ध्यान नहीं दो जाति वाला क्या मानव जाति आमर ब्लड समस्त समान आम हेनु हस्पिटाल पड़ता बेले कहीं जाति ब्लड बोलिक ना पचनाबार और कहार पर खाईदे कि कहा के बुही नेला इतिहास जाइत जीवार कर्म ऊपर जाइत है आमे भी जेंटा भाबिछु तो जलंधर पटेल आज्ञा भविष्य रे काना लक्ष्य रखिछन एथर परे काना असुविधा रहछि विशेष आश्रम रे एक्चुअली हमको गोटे बड़ हॉल टाइप घरटे दरकार आम यहाँ जिते जगह अच्छे से पूरा फुलफिल होकर बाहर रोज 3-4 जन बारंडारे और गोटे घरटे दरकार और से आमर एक्चुअल काना हो जेल मान लास्ट टाइम आसे मनुष्य आम जन्म हो मैंने दिने सियोर मरना बाकी से नमर 105 बरस लोग भी अच्छा प्राय 85-90 लोग अच्छा तो मरला बेले 2-3 मास गोटे सेपारेट रूम रखा गया जेनटा कि आम शଯ୍याशायी तो से झाड़ा परिश्रा करसन लोग भीतर रही ना पार संकर संग रहबाटा संभव रही ना है सेमता बाटर हमको 4टा खंडे दरकार अच्छे इमरजेंसी आम आउ गोटे जिनस अनुमान कलु गोटे असुविधा आपन को अनुमान कले कि नहीं जाने गोटे कथा कहते गोटे ऑटोटे देछन बोले आम स्थानीय विधायक तथा सांसद को अनुरोध करमु जे गोटे एम्बुलेंस रो व्यवस्था करा जाओ सबु दिन लगी तो सेनो एम्बुलेंसटा से न रहबा माने जिन के हमर वरिष्ठ नागरिक मान को जन रखा है से मान को डाक्तरखाना को नेबार लगी सुविधा है आपन काना कहछन आमर एम्बुलेंस रो पैसा 16,31,000 टका सीडीएमओ अकाउंट अच्छी जेनटा कि से आमको कैंसी माध्यम किणिक हो कि टेंडर माध्यम वर्षे है पैसा आसिक जमा हो तो मैं अनेक थर संगे जोगाजोग कली ना से जिनिसटा का है जे ना पार्बार जे जानी ना पार्बार ई कथा तो आम नहीं जानी थाई सीडीएमओ को आम निश्चित भाव ये दाबी करमु फिर जनामु जे क्या लगे ना हो पार्बार और केवे देवे से एम्बुलेंसटा और नियमित भाव आपन संगे कथबार्ता होतमा कथा तो ना सरे और भी किसी असुविधा अच्छे बेले आम दर्शक मान को जन पार्बे केन जगार अच्छे केन्ता करी आसबे रास्ता टी बतई दो हम आश्रम आज्ञा विजयपुर बरगढ़ रास्तार समली पदर छक अच्छे और आगे गोटे विजयपुर पाखापाखि गोटे आदर्श स्कूल छक अच्छे गणपाली तो सेठारू गणपाली जी आप जी बोले आम 1.5 किलोमीटर भीतर पड़सी और समली पदर आड़ गले 3 किलोमीटर गाँव भीतर जे सहला आड़ू आसुची केन्ता करे आसला सहला आड़ू आसले मेन रास्ता मात्र 1 किलोमीटर आज्ञा से आमर सेटा गोटे डंपिंग यार्ड अच्छे विजयपुर एनएससी रो से तोरे रास्ता अच्छे से सियाडू आसे समली पदर पार्वतीगिरी वृद्धाश्रम बिलेईपाली लिखा है आज्ञा निश्चित भावे आपण माने भी थोड़े आसुन जेन माने निजर छुआ पिलार जयंती मनोछन छुआकर बर्थडे मनोछन कि जन्म दिवस मनोछन तार संगे माँ बापा को एनिवर्सरी मनोछन से अनुभूतिटा से तांकर संगे टिके कटौन काଣା होइছে कि छुआ माने जेनटा वरिष्ठ नागरिक माने भी फिर थोड़े से छुआ हो जाए तांकर संगे गोटे टाइम कटाले गोटे अलगा अनुभूति आए आज्ञा 2-3 वर्ष आगर गोटे बटे भयावह महामारी टी आसीला कोरोना से के केन्ता करथिले आज्ञा मते तो निजे कोरोना होता जिते बेले मते कोरोना है बोली मुझे जानली मैं आश्रम के जाए बाकी आश्रम रू 200 मीटर 150 मीटर दूरिया थे सब बेले आम हेती बेले टे बबा बड़ी माकर से लोग टी बेसी मेसीन दौथी आश्रम बाकी कहा ना खाली मते होता मुई 15 दिन क्वारंटाइन थी सेटा सरला जेन टाइम रे कि लोग मरीगला पुओ घर लोग ताके छीमार लगे ना चाहते तार लाश के से टाइम रे आज्ञा मुई मोर मिसेस मोर पुओ जे आमर एरिया बहुत कोरोना रे मरवार सब सत्कार
ଯେନ୍ଟାକି ଗୋଟେ ପୁରା ହୃଦୟ ସ୍ପର୍ଶୀ ପୁରା ହୃଦୟ ବିଦାରକ ହୁଏ ପୁରା ଘରର ଲୋକ ଥିବେ କେହି ତାର ପାଖେ ନା ସେଟା ଗୋଟେ ଗୋଟେ ବହୁତ ବଡ଼ ଅନୁଭୂତି ଆଜ୍ଞା ସେଟା ଜୀବନକେ ଆମେ ନା ଦେଖି ପୁରା ବହୁତ ବଡ଼ କଥା କହୁଥିଲେ ଆଜ୍ଞା ଜାତି ଭେଦଭାବ ଉଠିଯିବାର କଥା ସମସ୍ତଙ୍କର ରପତ ସମାନ ହେ ଗରିବଟା ଗରିବ ହେ ସବୁ ଜାଗାରେ ସେଥିରେ ଗରିବର ଜାତି ନା ଥାଏ ଆଉ ଏ ବରିଷ୍ଠ ନାଗରିକମାନେ ଖାଲି ସ୍ନେହ ଟିକେ ମମତା ଟିକେ ଖୋଜସନ୍ ସେଥିର୍ଲାଗି ଆପଣମାନେ ଥରେ ଆଶ୍ରମକେ ଆସୁନ୍ ତାଙ୍କର ଭାବ କାଣା ଅଛି ଦେଖୁନ୍ କେତେ ଖୁସି ଅଛନ୍ ଜାଣିବେ ଆମେ ସେଥିର୍ ଭାଗିଦାର ଆମକୁ ବି ଖୁସି ଅନୁଭବ ହେସି ମଝିରେ ମଝିରେ ଚେଷ୍ଟା କରସନ୍ ତାଙ୍କର ସାଙ୍ଗେ ମିଶବାର୍କେ ସେମାନେ ଯେନ୍ ଆଦର କରସନ୍ ଆପଣମାନେ କେବେ ସେଟା ଭୁଲି ନା ପାରନ୍ ତ ନିୟମିତ ଭାବେ ଜଲନ୍ଧର ପଟେଲ ଆଜ୍ଞାଙ୍କର ସାଙ୍ଗେ ଆମେ କଥାବାର୍ତ୍ତା ହଉතුମା ଆଜି କାର୍ଯ୍ୟକ୍ରମ କେନ ରଖମା ଏ କାର୍ଯ୍ୟକ୍ରମ କେନ୍ତା লাগলা ଆପଣମାନେ ଟିକେ ମତାମତ ଦେବେ ଆଉ ଯଦି ଭଲ লাগବା ସେୟାର କରିବେ ଧନ୍ୟବାଦ ଜୋହାର ନମସ୍କାର।